ମୋ ସ୍କ୍ରିନ୍ ଦେଖାଯାଉଛି ନା ନାହିଁ? Yes, sir. Yes, sir. ଏଇ କ୍ୱେଶ୍ଚିନ୍ ଟା କ'ଣ କହୁଛି କହିଲ? ପ୍ରଥମ କ୍ୱେଶ୍ଚିନ୍ ଏଠି ପ୍ରଥମ କ୍ୱେଶ୍ଚିନ୍ କହୁଛି ସବୁ ଥିଓରମ୍ ମନେ ଅଛି ତ? ଦେଖ two circles of radius ହଉଛି କେତେ 5 cm ଆଉ 3 cm. They intersect at 2 points and the distance between their center is 4 cm. And the length of the common chord. ବୁଝିପାରୁଛ କି ନାହିଁ? କ'ଣ କହୁଛି? ଦିଟା ସର୍କଲ ଅଛି ଆମ ପାଖରେ, ବୁଝି ଡାଇଗ୍ରାମ ଟା କର Yes, ଏଇଠି। sir. ଡାଇଗ୍ରାମ ଟା କେମିତି ହବ? ଦିଟା ସର୍କଲ ଅଛି, ଓକେ। এইটা ଗୋଟେ ସର୍କଲ ଆଉ ଗୋଟେ ସର୍କଲ ଅଛି, ଦେଖାଯାଉନି। ଦିଟା ସର୍କଲ ଅଛି, ଜଣଙ୍କ ରେଡିୟସ୍ ହଉଛି 5 ସେଣ୍ଟିମିଟର ଆଉ ଜଣଙ୍କ ରେଡିୟସ୍ ହଉଛି କେତେ? 3 ସେଣ୍ଟିମିଟର, ଠିକ ଅଛି। ତ ସେ ଇଣ୍ଟରସେକ୍ଟ କରୁଛନ୍ତି, ଠିକ ନା ନାହିଁ? ଆଚ୍ଛା, ଆଉ ରେଡିୟସ୍ ହଉଛି 3 ସେଣ୍ଟିମିଟର। ଓକେ, ଆରେ ପିଲା Yes, sir. এইটা হচ্ছে তোমার 3 সেন্টিমিটর আর রেডিয়াস হচ্ছে 5 সেন্টিমিটর, ওকে। ইন্টারসেক্ট কলা পরে সে কোন কହୁଛି যে the distance between the center is 4 সেন্টিমিটর, মানে আর সেন্টার the distance কেতে actually এটি কেতে কହୁଛି? that is 4 সেন্টিমিটর, বুঝি কি নাই? 4. Yes, sir. এটা যদি স্ট্রেট লাইন হওয়া কথা সেটা কষ্ট হয়ে যাচ্ছে, ହେଲା। Yes, sir. এই যে লাইনটা আছে আঁকা ভিতর ডিস্টেন্সটা কেতে না that is 4 সেন্টিমিটর, 4 centimeter. বুঝিছ না নাই? আচ্ছা, and the length of the common chord, তাহলে ଆଙ୍କର ଯୋଉ କମନ କର୍ଡ ଟା ପାଉଛନ୍ତି ଆମେ, ତାର ଲେନ୍ଥ କେତେ? କମନ କର୍ଡ ଏଠି କୋଉଟା? Sir, ଏଇଟା ସେ ଯୋଉ ହଉଛି ଦିଟା କମନ କର୍ଡ circle ମଝିରେ ଯୋଉ ଉଭୟର ଅଛି ଏଇଟା ହଉଛି କମନ ସେଇଟା କର୍ଡ। ମଝିରେ ଗୋଟେ କର। ତାହେଲେ ଆର ଲେନ୍ଥ ଟା କେତେ ହବ? ସିମ୍ପଲ, ବୁଝୁଛ ନା ନାହିଁ? ବୁଝିପାରିଲନି? ତାହେଲେ କେତେ ହବ ଏଠି କୁହ? କେତେ ହବ? ନୋଟିସ୍ କର ଏଇଠି, କ'ଣ ନୋଟିସ୍ କର? ଏଇଟା ସେଣ୍ଟର ହେଲା, ଏଇଟାକୁ ମୁଁ କାଟି ଦଉଛି ଆগে, ଏଇଟାକୁ এটা কিছু আবশ্যক নাই। তাহলে এইটা এই যে গ্রিন পার্টটা নাই না, ব্লু সম স্কাই যে সেটা কি কলরটা কই পারিবা এটা কইলো? ସେଇ ସେ sky ତମ ସ୍କାଇ ଟାଇପ ର କଲର ଏଇଟା, ଏଇ କଲର। ସେଇଟା ଗୋଟେ ସର୍କଲ କର୍ଡ ହବନି କି? କର୍ଡ ଟା sir କର୍ଡ। ଆତେରି এইটা ଗୋଟେ ସର୍କଲ କର୍ଡ ହବ ନା ନାହିଁ? ଆରେ କୋଉଟା କହିଲ? ଏଇଟା sir ସେ ଯୋଉ ବ୍ଲୁ କଲର ତ? ବ୍ଲୁ ନୁହଁ, ଏଇଟା ଏଇ ଯୋଉ ସ୍କାଇ କଲର, ଏଇଟା ହଁ ଏଇଟା sir ଏଇ ସେଇଟା ସର୍କଲ କର୍ଡ କର୍ଡ ବି, ତ ହବ। ଆଉ ସେମ୍ ଏଇଟା ଏଇ ସର୍କଲ କର୍ଡ ବି। ଯେତେବେଳେ ସେ ସର୍କଲ ପ୍ରତି ଆମେ ଯୋଉ ରେଡିୟସ୍ ଟା ଜଏନ୍ କରିଛନ୍ତି, ଏଇଟା ଗୋଟେ ପରପେଣ୍ଡିକୁଲାର ଲେନ୍ଥ ହବନି କି? ବୁଝି କି ନାହିଁ? ହବ ନା ନାହିଁ? Yes, sir. ତାମାନେ ଏଇଠୁ Yes, ଟିକେ sir. ଲେନ୍ଥ ଯେତେ, ଏଇଠୁ ଟିକେ ଲେନ୍ଥ ସେତିକି ହବନି କି ଉଭୟଙ୍କର? ନା ବୁଝିପାରିଲେନି? Yes, sir. ଆରେ ତାହେଲେ ଏଇଟାକୁ ସେ ଅଧା Yes, sir. କରିଦଉଛି, ଏଇଟାକୁ ସେ ଅଧା Yes, sir. କରିଦଉଛି, ଓକେ। ତାହେଲେ ଗୋଟେ କଥା ଦେଖ, ତାମାନେ এইଠୁ ଟିକେ ଯଦି ଆମେ ଜଏନ୍ କରିବା, କୋଉଠି କେତିକ ଏଇ ପଏଣ୍ଟରୁ এইଠୁ ଜଏନ୍ କଲେ ଏଇଟା କ'ଣ ହବ? କେତେ ହବ ଏଟା? Triangle form ହବ। ଗୋଟେ ଆବେ ଆର ଲେନ୍ଥ ହଉଛି 5 ସେଣ୍ଟିମିଟର, ବୁଝି କି ନାହିଁ? ଆର ଲେନ୍ଥ ବି 5 ହଁ ସେଣ୍ଟିମିଟର, sir ବୁଝିଗଲି। ହେଲା। ତାହେଲେ ବର୍ତ୍ତମାନ ଯୋଉ ଟ୍ରାଙ୍ଗେଲ ଟା ପାଉଛନ୍ତି ଆମେ, କେତେ ପାଉଛନ୍ତି କହିଲ? ବର୍ତ୍ତମାନ এইଠୁ ଏଇ ଯୋଉ ପଏଣ୍ଟଟା ଇଣ୍ଟରସେକ୍ଟ କରୁଛି, ଏଇ ଯୋଉ ପଏଣ୍ଟଟା ଏଇଠୁ କେତେ ହବ କହିପାରିବା? କହିପାରିବାନି।
କହିପାରିବେ କି? No, ଆଚ୍ଛା, sir. ଜାଣିଛେ କିଛି ନା ସେଟା ସେ କହିପାରିବେନି। କାହିଁ କହିପାରିବେନି? ବିକଜ ଏଇ ପଏଣ୍ଟରୁ ଏଇ ପଏଣ୍ଟ ପର୍ଯ୍ୟନ୍ତ ଆମକୁ ଦେଇଛି କେତେ ସେଟା ଏଇଠୁ ଦିଗ ଡିଷ୍ଟାନ୍ସ ବିଟୁଇନ୍ ଦେୟାର ସେଣ୍ଟର ହଉଛି 4 ସେଣ୍ଟିମିଟର। ଏଇଠୁ ଦିଗ ଆମକୁ ଦେଇଛି 4 4 ସେଣ୍ଟିମିଟର centimeter. ଶୁଭୁଛି କି ନାହିଁ? ତାହେଲେ ଆମକୁ Yes, ଦରକାର sir. ଏଇ Yes, sir. ପଏଣ୍ଟରୁ ଏଇ ପଏଣ୍ଟ, ବୁଝୁଛି ନା ନାହିଁ? ଶୁଭୁଛି ନା? Yes, sir. ହୁଁ Sir, triangle draw କରିଦଉନାହାନ୍ତି ଗୋଟେ ବଡ triangle ଟେ ଟ୍ରାଙ୍ଗେଲ ଟା ଉପର କୋଉଠୁ ଗୋଟେ ଡ୍ର ତଳ କରିବା actually? Sir, ସେଇ Sir, ଯୋଉ ଗୋଟେ ଧର four ଗୋଟେ by ପଏଣ୍ଟ ସେଠି ଏଇଟା ଗୋଟେ ସର୍କଲ, ଏଇ ସର୍କଲ ଟା ମୁଁ ଟିକେ ଛୋଟ ବଡ ଇଣ୍ଟରସେକ୍ସନ କରିଦଉଛି ପଏଣ୍ଟ actually। ଯୋଉ ହେଲା ନା ନାହିଁ? এইটু উভয়ଙ୍କର ଏଠି ଏତିକି କରିଦେଉଛି। ଏଟା ବଡ଼ ଦରକାର ମୋତେ। ଏଇଟା ହେଉଛି ତାର ସେଣ୍ଟର, ଏଇଟା ହେଉଛି ଆର ସେଣ୍ଟର, ଠିକ୍ ଅଛି। ଏଇଥିରେ ସେଣ୍ଟର ଆମକୁ ଦେଇଛି 4 ସେଣ୍ଟିମିଟର ହେଲା। ଏଇଟା ହେଉଛି ତୁମର କମନ କର୍ଡ ଉଭୟଙ୍କର। এটা ପଇଲାନି ଠିକ୍ ଜାଗାରେ ଆକ୍ଚୁଆଲି। এটা ହେଉଛି କମନ କର୍ଡଟା, ଓକେ। ତାହେଲେ ଏଇଟା ଗୋଟେ 90 ଡିଗ୍ରୀ ଆମେ ପାଇବା, କୋଉଟା? ଏଇଟା 90 ଡିଗ୍ରୀ ପାଇବା। ଏଇଟା ଗୋଟେ ଟ୍ରାଙ୍ଗେଲ ହେଲା, ଠିକ୍ ନା ନାହିଁ? ଆରେ ତ ଏଇଟା ଆମକୁ ଜଣା ଅଛି କେତେ yes ସେଣ୍ଟିମିଟର? sir 5 ସେଣ୍ଟିମିଟର ଜଣା ଅଛି। ଏଇଟା ତାହେଲେ ଏଇଠୁ ଦିକ yes ଲେନ୍ଥ sir ଯେତେ, ଏଇଠୁ ଦିକ ଲେନ୍ଥ ବି ସେତେ। କିନ୍ତୁ ଏଇଠୁ ଦିକ ଲେନ୍ଥ ଆମେ କେତେ କହିପାରିବା କି? ଏଇଠୁ ଦିକ ଜାଣିନାହାନ୍ତି, এটা କେମିତି କାଢିବା ବର୍ତ୍ତମାନ? no sir Sir, X ନେଇଯିବା। ଆଁ? Sir, ଗୋଟେକୁ X ଆଉ ଗୋଟେକୁ ଏଇଟାକୁ 4 minus ସେଣ୍ଟର ଓ 6 ମାନ, ନେଇଯିବା। ଏଇଟାକୁ ମାନ ସମଥିଙ୍ଗ ଏ, ଏଇଟାକୁ ପି କହିବା ମନେକର ପି। এইটা ହେଉଛି ମନେକର ଓ ଡ୍ୟାସ୍, ହେଲା କି ନାହିଁ? এইଟାକୁ ମନେକର କ୍ୟୁ ମାନ, এই ପଏଣ୍ଟଟାକୁ ଏଲ୍ ନିଅ। ତାହେଲେ ଆମେ ଏଠି କହିପାରିବା ଯୋଉ ଓ ପି ଏଲ୍ ଟ୍ରାଙ୍ଗେଲରେ କ'ଣ ହେଉଛି? ଓ ଏଲ୍ ସ୍କୋୟାର ପ୍ଲସ୍ ପି ଏଲ୍ ର ସ୍କୋୟାର ଇଜ ଇକ୍ୱାଲ୍ ଟୁ କେତେ ହେବ? 5 ର ସ୍କୋୟାର ହେବନି କି? Yes, yes ବୁଝିଲେ sir ନାହିଁ? 5 ର square ହଁ yes sir yes, 5 ର square ତାହେଲେ ମୋତେ ଗୋଟେ କଥା କୁହ, এইଠୁ ଏତିକ ପଏଣ୍ଟ ଯେତେ ମନେକର ଓ ଏଲ୍ ସହିତ ଆମେ ଯଦି ଏଲ୍ ଓ ଡ୍ୟାସ୍ ମିଶେଇବା ତାହେଲେ କେତେ ହେବ? କେତେ ହେବ? 4. 4 ହେବନି କି? ବିକଜ ଏଇ ପଏଣ୍ଟ 4 yes ଦେଇଛି sir ଆମକୁ ଡିଷ୍ଟାନ୍ସ ବିଟୱିନ୍ ଦ ସେଣ୍ଟର। ତାହେଲେ ହଁ ମନେକର sir ଆମେ ହଁ sir ଓ ଏଲ୍ ଡ୍ୟାସ୍ଟାକୁ ନେଇଯିବା କେତେ? ଏକ୍ସ ନେଇଯିବା, ବୁଝି ନା ନାହିଁ? ଏଲ୍ ଓ ଡ୍ୟାସ୍, ଏଲ୍ ଓ ଡ୍ୟାସ୍ଟା ଆକ୍ଚୁଆଲି କ'ଣ? ଏଲ୍ ଓ ଡ୍ୟାସ୍ଟା ହେଉଛି ତୁମର ସେକେଣ୍ଡ ସର୍କଲ ଆଉ ଫାର୍ଷ୍ଟ ସର୍କଲ ଏଇ ଯୋଉ ପଏଣ୍ଟ ଭିତରେ ଯୋଉ ଡିଷ୍ଟାନ୍ସଟା। ଲେଟ୍ ଏଲ୍ ଓ ଡ୍ୟାସ୍ ଇଜ ଇକ୍ୱାଲ୍ ଟୁ ଏକ୍ସ। ତାହେଲେ ଓ ଏଲ୍ କେତେ ହେଇଯିବ ଏଇଠୁ? ବୁଝି କି ନାହିଁ? yes sir 4 ମାଇନସ୍ ଶୁଭୁଛି ଏକ୍ସ ହେଇଯିବ ନା ନାହିଁ? 4 minus x ହବ ହଁ ହେଇଯିବ yes sir ସିମ୍ପଲ। ତାହେଲେ ଏଠି ଓ ଏଲ୍ ପାଖରେ ପକା 4 ମାଇନସ୍ ଏକ୍ସ, 4 ମାଇନସ୍ ଏକ୍ସ ର ସ୍କୋୟାର ପ୍ଲସ୍ ପି ଏଲ୍ ର ସ୍କୋୟାର ଇଜ ଇକ୍ୱାଲ୍ ଟୁ 25। ଏଟାକୁ ସିମ୍ପ୍ଲିଫାଇ କର, ଏଟା କେତେ ହେଇଯିବ? ତାହେଲେ ପି ଏଲ୍ ର ସ୍କୋୟାର କେତେ ହେଇଯିବ? 25 ମାଇନସ୍ এটা ହେଇଯିବ 16 ମାଇନସ୍ କେତେ ହେଇଯିବ? ଏକ୍ସ ସ୍କୋୟାର, এটা ହେଇଯିବ ପ୍ଲସ୍ 8x। ଏଠି ପ୍ରୋବ୍ଲେମ୍ a ମାଇନସ୍ b ହୋଲ୍ 8x ସ୍କୋୟାର ସେପଟକୁ ନେଇଗଲେ ମାଇନସ୍ ହେଇଯିବ ଟୋଟାଲ। ବୁଝିପାରିଲନି? ତ 25 sir ଗଲେ କେତେ ହେଇଯିବ? ବୁଝିହେଲା 9 ମାଇନସ୍ ଏକ୍ସ ସ୍କୋୟାର ମାଇନସ୍ ସରି ପ୍ଲସ୍ 8x। ଏତିକି ହେଲାନି ନାହିଁ? Yes, sir. ଶୁଭୁଛି ନା yes ନାହିଁ? sir ହୁଁ ଏଠି କୋଉଟା Yes, ହେଲା? sir. এটা তোমার একটা পিএল স্কোয়ার ହେଲା। ଯେମିତି OL P ଟ୍ରାଙ୍ଗେଲରେ ଆମେ ପାଇଲେ PL ସ୍କୋୟାର, ସେମିତି ଏଇଟାକୁ ଜଏନ୍ କରିକି ବର୍ତ୍ତମାନ PL O ଡ୍ୟାସ୍ ଟ୍ରାଙ୍ଗେଲରେ କିଛି ପାଇବେ ନା ନାହିଁ? yes sir ବୁଝିଲେ ପାଇବା କି ନାହିଁ? ଏଇ ଟ୍ରାଙ୍ଗେଲରେ ବର୍ତ୍ତମାନ ଫାଇଣ୍ଡ ଆଉଟ୍ କରିବା। ଇନିସିଆଲି କୋଉଟା? ଇନିସିଆଲି ଗଲା ତୁମର ଏଇ ଟ୍ରାଙ୍ଗେଲଟାରେ, ହେଲା ନା ନାହିଁ? ବର୍ତ୍ତମାନ ଏଲୋ ଟ୍ରାଙ୍ଗେଲରେ କରିବା। ସେଟା ହେଉଛି ଇନ୍ PL O ଡ୍ୟାସ୍ ଟ୍ରାଙ୍ଗେଲ। ଏଠି କ'ଣ ହେଇଯିବ?
ନା ଓ ଡ୍ୟାସ୍ ପି ତାର ସ୍କୋୟାରଟା କେତେ ହେଇଯିବ? ଓ ଡ୍ୟାସ୍ ଏଲ୍ ସ୍କୋୟାର ପ୍ଲସ୍ ପି ଏଲ୍ ସ୍କୋୟାର ହବନି କି? ବୁଝିପାରିଲନି? Yes, ଏଇଠି sir. ଉଭୟ ପି ବୁଝିଗଲି। ଏଲ୍ କମନ୍ ଅଛି ନା ଏଇଟା आर स्क्वायर प्लस आर स्क्वायर इज इक्वल 25 एटी आर स्क्वायर प्लस आर स्क्वायर ହେଇଯିବ କେତେ? ଏଟା ଅଛି ଏଟା ଦେଇଯିବ Sir, 3 ଦେଇଛି କେତେ ହେଇଯିବ 3 ସ୍କୋୟାର ହବ ନା ନାଇଁ? yes, sir. 9. ତାହେଲେ ଏଇଠୁ Yes, PL sir. ସ୍କୋୟାର ଟା କେତେ ହେଇଯିବ? PL ସ୍କୋୟାର ଟା ହେଇଯିବ କେତେ ନା O ଡ୍ୟାଶ P ର ସ୍କୋୟାର ମାଇନସ୍ O ଡ୍ୟାଶ L ସ୍କୋୟାର। O ଡ୍ୟାଶ P ମାନେ କେତେ 3 ର ସ୍କୋୟାର ମାଇନସ୍ O ଡ୍ୟାଶ L ମାନେ କେତେ ଆକ୍ଚୁଆଲି ସେଟା x ସ୍କୋୟାର ନା ନାଇଁ? ନା ବୁଝିହେଲାନି? Yes, sir. X ଏଟା square, sir. 9 ମାଇନସ୍ x ବୁଝିଗଲା। ସ୍କୋୟାର ହେଲା କି ନାହିଁ? ଏଇଠି ଆମେ ନେଇଛନ୍ତି ଲେଟ୍ O ଡ୍ୟାଶ L L O ଡ୍ୟାଶ ଯାଏ O L ଡ୍ୟାଶ ସେଇଆ ଏଟାକୁ ଆମେ x ନେଇଛନ୍ତି। O ଡ୍ୟାଶ P ଟା ହଉଛି କଣ? O ଡ୍ୟାଶ P ଟା ହଉଛି ଏଇଟା ହଉଛି O ଡ୍ୟାଶ P ଏଇଟା ହଉଛି କଣ ତୁମର 3 ତ ତା ଦ୍ୱାରା ରିପ୍ଲେସ୍ କଲେ ଭ୍ୟାଲୁ ତ ଏଇଠି ଆମେ PL ସ୍କୋୟାର ଭ୍ୟାଲୁ କେତେ ପାଇଲେ? ଶୁଭୁଛି ନା ନାଇଁ? Sir, 3 9 ମାଇନସ୍ x 9x, ସ୍କୋୟାର 9 minus ଏଠି x PL ସ୍କୋୟାର square. ଭ୍ୟାଲୁ କେତେ Yes, sir. ପାଇଲେ? ଏତିକି ପାଇଲେ। ତାହେଲେ ଏଇଠି ଉଭୟଙ୍କର ଲେନ୍ଥ 9 ଇକ୍ୱାଲ minus. ହବନି କି? ଆରେ हाँ सर इक्वल हବ। इनिशियली ଆମେ ए ट्रायंगल ରେ ଗୋଟେ PL स्क्वायर पाइले ए ट्रायंगल ରେ ଗୋଟେ PL स्क्वायर पाइले जेहेतु ए PL स्क्वायर যদি ইকুয়াল হবো তাহলে ଆମେ କଣ କରିବା? এটা ଦେଇଦେ ইকুয়েশন 1 এটা ଦେଇଦେ ইকুয়েশন 2 Comparing equation 1 and कंपेयरिंग 2. इक्वेशन 1 एंड 2 हम लिखिबो हम पाइले PL स्क्वायर इज इक्वल टू निश्चित भाବରେ केते हबो 9 माइनस x स्क्वायर प्लस 8x इज इक्वल टू 9 माइनस x स्क्वायर एटा को सिंपलीफाई कर दबा तो 9 9 कैंसिल हो गेला एपट 8x अछि इधर 9 थिला नबे हां 9 थिला तो एटा केते लागले 8x minus x square is equal to minus x square है ना नहीं? Yes sir. बुझी एटा केते हेगला एपटर माइनस x ये 8x का हो जेबेटा एटा केते हिजो तले 8x एटी हिज माइनस x स्क्वायर एपट गले केते हिजो प्लस x स्क्वायर ए 0 कैंसिल हे तो 8x 0 ले x वाले केते पाइले हम एटी 0 पहले। समझ कि नहीं तो x वाले जदी 0 Yes, हबो तबने ए जो दुईटा पॉइंट ए लाउ ओ डैश तांको तो डिस्टेंस कोन बारले हमें 0 माने कोन तुम नहीं अरे sir. Coincide. तामाने ए दुईटा पॉइंट गोटे पॉइंट हला कि नहीं ए लाउ ओ डैश इट कोइंसाइड माने एक्चुअली कोन द सेम पॉइंट बुझी ना नहीं Yes, sir. अरे Yes sir. it implies L and O dash coincide लिखिए coincide माने they are not the different point समझे नहीं coincide means Yes, that means they are the same point गोटे point तमने एटा में कोन जानले हम कहबे इट implies PL ର लेंथ जहा O dash P ର लेंथ सेम है कि सुबुनी Yes sir. जेहेतु O dash और L में तो किसी डिफरेंस नहीं से दिना सेम गोटे पॉइंट बिकॉज़ अंको तो डिफरेंस जीरो ना तो यार लेंथ जते आर लेंथ सेति हो कि नहीं तो PL केते पाइले एठी सर से फिगर टा तळो नहीं जावन जे आउथर कॉपी मारी की तो PL टाइम केते पाइले एठी हिजबो तो PL इज इक्वल टू रेडियस ऑफ द सर्कल सेकंड सर्कल दैट इज इक्वल टू 3 सेंटीमीटर 1 समझे 2 नहीं 3. Yes sir. ये लिख दिए ना बुझ पारलनी কিন্তু ଆମକୁ ଦେଇଛି କଣ yes, sir. PL इज इक्वल टू केते ଦେଇଛି କିନ୍ତୁ ଏଇଠି ଅଧିକ डिस्टेंस केते ଏଇଠି ଅଧିକ डिस्टेंस हे गला लो काटी देली लो ଏଇଠି ଅଧିକ डिस्टेंस ଯେତେ ଦେଇଛି ଏଇଠୁ ଏଇ पॉइंट ଏତିକି ଏଇ पॉइंट रो डिस्टेंस ଏଇଠି आर से इक्वल हबନି केटा हबो ना नहीं इक्वल हाँ सर हबो कौन इक्वल हबो एठी Yes, इक्वल sir. बिकॉज़ 90 कोथिरे डिग्री इक्वल हबो परपेंडिकुलर बाइसेक्ट करूची हां तो PL is equal to LQ काहे हबो अकॉर्डिंग टू थ्योरम को थ्योरम 9.3. 9.3 अनुसार तो से क्वेश्चन हमको कौन पचारछि फाइंड द लेंथ ऑफ द कॉमन कॉर्ड ताने PQ रो लेंथ पचारछि तो PQ केते हे जिवो तो 3 + 3 हे जिवो केते 6 सेंटीमीटर समझे ना नहीं
Yes, sir. ନା ବୁଝିପାରିଲନି? ଆରେ ପିଲେ Sir, ବୁଝିହେଲା। ଏଠି ଆମେ ଦିଟା ଟ୍ରାଙ୍ଗେଲ କୁ କନସିଡର କଲେ, ଗୋଟେ ୟେଲୋ ଟ୍ରାଙ୍ଗେଲ ଆଉ ଗୋଟେ ଗ୍ରୀନ ଟ୍ରାଙ୍ଗେଲ। ପ୍ରଥମେ ଏଇ ଟ୍ରାଙ୍ଗେଲ ରେ ଆମେ ପିଏଲ ଟା ଫାଇंड ଆଉଟ୍ କଲେ, ଯେତିକି ବାହାରିଲା ପୁଣି ୟେଲୋ ଟ୍ରାଙ୍ଗେଲ ରେ ପିଏଲ ବାହାର କଲେ। ଯେହେତୁ ପିଏଲ ର ଲେନ୍ଥ ଇକ୍ୱାଲ ଅଛି, ଉଭୟଙ୍କୁ ଯୋଉ ଇକ୍वेସନ ଟାକୁ ଇକ୍ୱେଟ କରିଦେଲେ, ସେଠୁ ଜାଣିଲେ ସେ x ର ଭ୍ୟାଲୁ 0 ବାହାରିଲା। x ଟା କୋଉଟା ନେଇଥିଲେ, ଏଇ ଯୋଉ ଲେନ୍ଥ ରେ ଆମେ x ନେଇଥିଲେ, ଏର ଭ୍ୟାଲୁ 0 ମାନେ ଏଇଟା ସେମ୍ ପଏଣ୍ଟ, ମାନେ r ଲେନ୍ଥ ଯେତେ r ଲେନ୍ଥ ସେତେ। ଯେହେତୁ PL ର ଲେନ୍ଥ LQ ର ଲେନ୍ଥ ସମାନ, ତ ଏଇଟା 3 ହେଲେ ଏଇଟା 3 ହେଲା, ମିଶିକି 6 ହେଲା PQ। କମନ କଟଟା ହଉଛି ଏଠି PQ। ବୁଝିଲେ ନା ନାହିଁ? Yes, sir. Yes, sir. ଏଠି ଲେଖିବ ଲେନ୍ଥ ଅଫ କମନ କଟ PQ is equal to length of common chord PQ is equal to, sorry, लिखिबा PQ is equal to this much और 2 नॉट। ମୁଁ କିतना ଯେ ହଇରାଣ କରୁଛି ସିମ୍ପଲ ମର୍ଣ୍ଣିଂ ରେ ପଢେଇବି ବଢିଆ ହୁଅନ୍ତା। Sir, କଣ ହେଲା? କଟି ଗଲା ତ। If two equal chords of a circle intersect within the circle, ବୁଝି ନାହିଁ କଣ କହୁଛି? କହୁଛି two equal chords of a circle, ଦିଟେ ମାନେ ଗୋଟେ ସର୍କଲ ର ଦିଟା ଇକ୍ୱାଲ କର୍ଡସ୍ ହଉଛି କି ନାହିଁ? ଦେଇଛି ପ୍ରଥମ କଥା, କର୍ଡ ଦିଟା ଇକ୍ୱାଲ, Yes, sir. ବୁଝି ଦେ ଇଣ୍ଟରସେକ୍ଟ ୱିଦିନ୍ ଦ ସର୍କଲ। ତାହେଲେ ସର୍କଲ ଭିତରେ ସେ ଦିଟାଙ୍କ କର୍ଡ ର ଲେନ୍ଥ ହଉଛି ଇକ୍ୱାଲ। ବୁଝିଲା ନା? ଏଇଆ ଦେଇଛି। ଡାଇଗ୍ରାମ ଟା ମୁଁ ଏଠି କରୁଛି। ଏଇଟା ହଉଛି ତମର କର୍ଡ ଟା, ତେରିକି ଦିଟାଙ୍କ ଇକ୍ୱାଲ କର୍ଡ ଆମକୁ ଦେଇଛି, ସେ ଦିଟାଙ୍କ ଇଣ୍ଟରସେକ୍ଟ କରୁଛି, ଏ ନା ନାହିଁ ଦେଇଛି। ଆର ଲେନ୍ଥ ଯେତେ, ଆର ଲେନ୍ଥ ବି ସେତେ ହେଲା। ବାସ୍ ଏୟାକୁ ଦେଇଛି। Yes, sir. ଆଉ କଣ କହିଛି ତାପରେ ଦେଖିବା। ତାପରେ prove that the segments of one chord are equal to the corresponding segments of the other chord, है नहीं? ତାମାନେ ଆଙ୍କର ସେଗମେଣ୍ଟ ଟା Yes, sir. ଇକ୍ୱାଲ ହବ। ତାମାନେ ଏଇ ଯୋଉ ୟେଲୋ ପାର୍ଟ ଟା ଏଠି ଅଛି, କୋଉଠି ଅଛି? ଏଇ ଯୋଉ ୟେଲୋ ପାର୍ଟ ଟା ଫର୍ମେସନ ହଉଛି ଦିସ୍ ପାର୍ଟ, ଏଇ ଯୋଉ ସେଗମେଣ୍ଟ ସେକ୍ଟର ଟା କାହା ସହିତ ଇକ୍ୱାଲ ହବ? ଏଇ ସେଗମେଣ୍ଟ ସହିତ ଇକ୍ୱାଲ ହବ। କାହା ସହିତ? It is ଏଇ the sir ସେଗମେଣ୍ଟ ସହିତ angle ଇକ୍ୱାଲ ହବ। subtended by ବୁଝିଲେ ନା? segments. ଆର ସହିତ ଇକ୍ୱାଲ ହବ। ହେଲେ କଣ କରିବା, ଏଟାକୁ କେମିତି କରିବା? ଆରେ ପିଲେ ବୁଝି ନାହିଁ। Sir, ଯୋଉ ଦିଟାଙ୍କ ପ୍ରତି ଗୋଟେ perpendicular draw କରିବା। ପ୍ରଥମେ ଆମେ କଣ କରିବା? ଏଇଠୁ କୋଉଠୁ, ଏଇ ପଏଣ୍ଟ ରୁ ଆ ପ୍ରତି ଗୋଟେ ପରପେଣ୍ଡିକୁଲାର ଡ୍ର କରିବା। ଆ ପ୍ରତି ଗୋଟେ ପରପେଣ୍ଡିକୁଲାର ଏଇଟା ହେଲା, এইটু ଆ ପ୍ରତି ଗୋଟେ ପରପେଣ୍ଡିକୁଲାର ଡ୍ର କଲେ, ଠିକ ଅଛି? ଏନି ପ୍ରୋବ୍ଲେମ? ବୁଝି ନା ପିଲେ? ହେଲା, Yes, sir. ପରପେଣ୍ଡିକୁଲାର ଡ୍ର କଲା ପରେ ସେ କଣ, ସେ କର୍ଡ ଦିଟା ଇକ୍ୱାଲ କରିଦବ ନା ନାହିଁ? ନା ଇକ୍ୱାଲ କରିବନି? ବୁଝି ନା କିଛି? Sir, ସେ କର୍ଡ ହବ। ଦିଟାକୁ ସେ ଇକ୍ୱାଲ କରିଦବ। ଓକେ, ତାକୁ ନା ନେମିଂ କରିଦବା। ଚାଲ ଡାଇଗ୍ରାମ ଟା ନେଇକି ନାଟା ମନେ କରିଦେଲି ମୁଁ, ଏଟାକୁ ଓ ଦେଲେ ସେଣ୍ଟର, ହଉଛି ମନେକର ଏ ବି କର୍ଡ, ଦିଟ୍ ଇଜ ସି ସି ଡି କର୍ଡ, ହେଲା କି ନାହିଁ? এটা হচ্ছে মনে করো পি, এটা হচ্ছে মনে করো কিউ, ঠিক আছে? এটি কোণ হয়েছি, এটি ও পি পারপেন্ডিকুলার টু এ বি and ও কিউ AB, পারপেন্ডিকুলার টু সি OQ ডি। perpendicular to CD. তার মানে এটি কোণ হয়েছিল, ইট ইমপ্লাইজ এপি ইজ ইকুয়াল টু বিপি, এটি কেতে হয়েছিল? ডিকি ইজ ইকুয়াল টু ডিকিউ, ଆଉ B এ না নেই?
लिखिबो को थ्योरम अनुसार ठीक अछि एटा हो को थ्योरम अनुसार बाय थ्योरम 9.3 9.3 एटा सब लिखि दिला ओके तापर कोन करिबा एठी हम धरिबा को ट्रायंगल को तापर जो एटा को जॉइन सेंटर रो करना जो ए जो लाइन जोठी सेगमेंट को जॉइन इंटरसेक्ट कर होतो एक्चुअली सेठी जाओ ना मन ए लाइन सेगमेंट को जॉइन करो बुझना अच्छा ला एटा कंस्ट्रक्शन है से एटा सब कंस्ट्रक्शन ड्रा है ହେଲା ଜଏନ୍ ଓ ଏଇଟା ଏଇଟା ମନେକର ଦେଇ ଦେଉଛି ଗୋଟେ ଓ ଏଇଟା ଆମର ଓ ଏଲ୍ ଦେଇ ଦେଉଛି ଓ ଆର୍ ସରି ଏଇଟାକୁ ଆର୍ ପଏଣ୍ଟ ଦିଅ ଠିକ ଅଛି ପ୍ରୁଫ୍ କେମିତି କରିବେ ବୁଝିପାରୁଛ କି ନାହିଁ ଏତିକି ତ ଏଇଟା ଡ୍ର କଲ କନଷ୍ଟ୍ରକ୍ସନ କଲ ହେଲା କି ନାହିଁ ଗିଭେନ୍ କ'ଣ ଦେଇଛି ଲେଖ ଆଗେ AB is equal to CD ଦେଇଛି ନା ନାହିଁ ପ୍ରୁଫ୍ କରିବା यस सर ଆମେ ଡ୍ର କରିଛନ୍ତି କ'ଣ OP perpendicular to AB it implies କ'ଣ ହେଇଯିବ FP is equal to BP by theorem 9.3 लिखिबो ଏବଂ ଆଉ କ'ଣ ଡ୍ର କରିଛନ୍ତି OQ perpendicular to CD ताले CQ is equal to DQ by theorem 9.3 सोचना नहीं 9.3 यस अच्छा सर बर्तन कौन करिबा ए जो ट्रायंगल टा हम कोनबा को ट्रायंगल टा OPR ट्रायंगल ले सोच कि नहीं ओआर भी तो ड्रॉ हेची आउथरा कह हम कहले ओआर भी तो कंस्ट्रक्शन में जीवो हां जॉइन OR पर लिखिने की देखाओ नहीं अच्छा देखी ना चली सॉरी जॉइन OR लिखा है इसमें इन ट्रायंगल OPR एंड ORQ सोच कि नहीं को ट्रायंगल ए ट्रायंगल यस टा ए ट्रायंगल सर इन आज्ञा इन triangle OPR and triangle OQR ये triangle नहीं OR उभयंकर कॉमन साइड की नहीं यस सर 1 is equal to OR that is common side नहीं कि जेहेतु उभय कॉर्ड रो लेंथ sir. इक्वल से जो ताको जो परपेंडिकुलर डिस्टेंस इक्वल हबना नहीं हां समझ ना बे ना रे पिला माने यस सर सबुची OP is equal to OQ कहीं की हबो ए दुटा रो लेंथ कहीं इक्वल हबो because these two chords are equal जेहेतु AB is equal to CD that is equal equidistant from center from each other equidistant from center सेंटर रो सेमानकर लेंथ इक्वल हो हला कि नहीं आ गोटे कोन तला हबो आ कोन हबो गोटे कोन करिया अब सर 90 डिग्री पाइची ओपीआर एंगल हां इक्वल टू ओक्यूआर अब एटा 90 डिग्री 90 डिग्री एटा भी 90 डिग्री हम एटा परपेंडिकुलर ड्रा करछंती OPR angle is equal to OQR angle is equal to 90 डिग्री जेहेतु हमें ड्रा करछंती OP perpendicular to AB and OQ perpendicular to CD एटा को क्राइटेरिया अनुसार जो दुटा ट्रायंगल कांग्रुएंस होची RHS आरएचएस it implies OPR triangle congruence to OQR triangle by RHS criterion समझना नहीं आरएचएस अरे यस सर सीपीसीटी अनुसार कौन कौन इक्वल है कहलो सीपीसीटी अनुसार कोटा कोटा इक्वल है PR is equal to Q इक्वल है ओआर ट्रायंगल इक्वल टू R ओआर लेंथ R लेंथ इक्वल है ना नहीं
it implies Yes, PR sir. length is equal to QR length by CPCT, congruence parts of corresponding parts of congruence triangle बुझी नहीं ए लेंथ रे आसे इक्वल हो गेला अच्छा तापर वर्तमान कौन करिबा अरे समझ ना अच्छा अच्छा हम मैंने एटा गोटे इक्वेशन दियो एटा इक्वेशन एटा 1 दे दियो ଆମେ ଜାଣିଛନ୍ତି ନା ନାହିଁ ଯେହେତୁ AB ଇଜ ଇକ୍ୱାଲ ଟୁ CD ତାହେଲେ AB ର ଅଧାଟା ଯାହା ହବ CD ର ଅଧା ସେୟା ହବ ନା ନାହିଁ ଶୁଭୁନି କି Yes, sir. ତାହେଲେ AB ବାଇ 2 ଇଜ ଇକ୍ୱାଲ ଟୁ CD ବାଇ 2 ସେୟା ହବନି କି ତାହେଲେ ଏଠି AB ର ଅଧାଟା କେତେ କି AB ର ଅଧାଟା ଏଇ AP ନୁହେଁ କି M. CD ର ଅଧା FAP. D ନୁହେଁ କି ବୁଝି କି ନାହିଁ ଉଭୟଙ୍କର ଅଧା ଇକ୍ୱାଲ ନା ତାହେଲେ ଆମେ କ'ଣ କହିପାରିବା ଇଟ୍ ଇମ୍ପ୍ଲାଇଜ୍ କ'ଣ କହିପାରିବା ଦ୍ୟାଟ୍ ଇଜ୍ AP AP is equal to. ଇଜ ଇକ୍ୱାଲ ଟୁ D କି ହବ ନା ନାହିଁ ବୁଝି ନା Yes, ନାହିଁ sir. ଭାଇ ଆଚ୍ଛା ବର୍ତ୍ତମାନ ଏ ପି ସହିତ ଆମେ ପି ଆର୍ ମିଶେଇବା ଆଉ ସି କ୍ୟୁ ସହିତ ଡି କ୍ୟୁ ସହିତ ଆମେ ପି ଆର୍ ମିଶେଇବା କ'ଣ କହିଲି ଉଭୟ ମିଶେଇଲି ଏଠି ଏ ପି ସହିତ କେତେ ମିଶେଇଲି ପି ଆର୍ ମିଶେଇଲି ଆଉ ଡି କ୍ୟୁ ସହିତ କେତେ ମିଶେଇଲି ପି ଆର୍ ମିଶେଇଲି ଶୁଭୁଛି କି ନାହିଁ ଯେହେତୁ ଏ ଦୁଇଟା ଇକ୍ୱାଲ ଅଛି ତାଙ୍କ ସହିତ ମୁଁ ଦେଖ ଇକ୍ୱାଲ ଜିନିଷଟା ମିଶଉଛି ଦ୍ୟାଟ୍ ଇଜ୍ ପି ଆର୍ ଠିକ ନା ନାହିଁ Yes, ଏ sir. ପି ସହିତ ପି ଆର୍ କୁ ପାଖରେ ରଖିଲି ଏଠି ଡି କ୍ୟୁ ପାଖରେ ପି ଆର୍ ରଖିବିନି କାହାକୁ ରଖିବି ପି ଆର୍ ବଦଳରେ କାହାକୁ ରଖିବି ପି ଆର୍ ସହିତ ଇକ୍ୱାଲ ଅଛି କ୍ୟୁ ଆର୍ ରଖିଲି ନା ବୁଝିପାରିଲେନି Sir, ବୁଝିହେଲା. ତାହେଲେ ଏ ପି ସହିତ ପି ଆର୍ ମିଶିଲେ କିଏ ହଉଛି ଦେଖ ଏଠି ଏ ପି ସହିତ ପି ଆର୍ ମିଶିଲେ କିଏ ହଉଛି ଏଠି ଏ ପି ସହିତ ପି ଆର୍ ମିଶିଲେ କେତେ ହଉଛି ଏ ଆର୍ ହଉଛି AR ଡି କ୍ୟୁ ହଉଛି. ସହିତ କ୍ୟୁ ଆର୍ ମିଶିଲେ କେତେ ହଉଛି ଡି ଆର୍ ହଉଛି ତ ଏଇଠି ଆମେ କ'ଣ ଜାଣିଲେ ଏ ଆର୍ ଇଜ ଇକ୍ୱାଲ ଟୁ ଡି ଆର୍ ହେଲାନି କି ଶୁଣୁଛି ନା ଛୁଆ Yes, sir. ପ୍ରଥମେ ଜାଣିଲେ ଆମେ ଏଇ ଲେନ୍ଥଟା ଆରି ସହିତ ଇକ୍ୱାଲ ହଉଛି ବିକଜ ଏ ବି ଯେହେତୁ ସିଡି ଏ ବି ଆଉ ସିଡିର ଅଧାଟା ଏ ବି ସିଡି ଯଦି ଇକ୍ୱାଲ ଏ ବି ସିଡିର ଅଧାଟା ଇକ୍ୱାଲ ହବ ତ ଏଇଟା ଏଇଟା ଇକ୍ୱାଲ ପରେ ଆମେ ପ୍ରୁଭ୍ କଲେ ଆର ଲେନ୍ଥ ସହିତ ଇକ୍ୱାଲ ତେଣୁ ଏଇଟା ଆର ସହିତ ଇକ୍ୱାଲ ତ ଆର ସହିତ ଏଇଟା ମିଶେଇବା ଯାହା ଆର ସହିତ ଏଇଟା ମିଶେଇବା ସେଇଆ ତେଣୁ ଏ ଆର ଇଜ ଇକ୍ୱାଲ ଟୁ ଡି ଆର ହେଲା ସେଇଆ ମୁଁ ଲେଖିଲି ସେଠି ଶୁଭୁଛି କି ନାହିଁ ତ ଏ ବି ସହିତ ପି ଆର ମିଶେଇଲେ Yes, କେତେ sir. ହଉଛି ଏ ଆର এটা ইজ ইকুয়াল টু ହେଲା ডি আর ବୁଝିପାରିଲିନି ବୁଝି ନା ପିଲେ Yes, sir. ବୁଝିହେଲା. ଆଚ୍ଛା Yes, sir. ତ ବର୍ତ୍ତମାନ ଆମକୁ ସେ ଦେଇଛି କ'ଣ ଆକ୍ଚୁଆଲି to prove that the segments of one chord are equal to the corresponding segments of the other. Segments କୋଉଟା କହିଲେ ପିଲେ ଆମକୁ prove କ'ଣ କରିବାକୁ ପଡ଼ିବ କୋଉ ସେଗମେଣ୍ଟ କଥା କହୁଛି କହିଲେ ପିଲେ ଏଠି ସେଗମେଣ୍ଟ ଆକ୍ଚୁଆଲି ଆମେ prove କ'ଣ କରିବାକୁ ପଡ଼ିବ ପିଲେ ଏଠି ଆମେ ଏଗୁଡ଼ା prove କରିବାକୁ ପଡ଼ିବ କ'ଣ ଜାଣିଛ କି ନାହିଁ AR AR O DR angle ସହିତ prove equal କିଏ to. segment to prove actually କ'ଣ ହବ to prove AR is equal to DR ଆଉ ଗୋଟେ ହଉଛି CR is equal to CR equal to BR. BR BR. ଏତିକି ପ୍ରୁଭ୍ କରିବାକୁ ପଡ଼ିବ ତାହେଲେ ଗୋଟେ ପାର୍ଟ ପ୍ରୁଭ୍ ହେଇଗଲା ନା ବୁଝି ନା ନାହିଁ Yes, sir. Yes, sir. ତାହେଲେ ଗୋଟେ ପାର୍ଟ ପ୍ରୁଭ୍ ହେଇଗଲା ପରେ ବର୍ତ୍ତମାନ ଆମେ କ'ଣ କରିବା ନୋଟିସ୍ କର ଏଇଟାକୁ ଇକ୍ୱେସନ୍ 1 ଦେଇଛ PR ଇଜ ଇକ୍ୱାଲ୍ ଟୁ QR ଲେଖିଛେ ନା ହଁ ଠିକ୍ ଅଛି ତ ଯେହେତୁ ଆମେ ଜାଣିଛନ୍ତି ଗିଭେନ୍ ଆମ ଗିଭେନ୍ କ'ଣ ଦେଇଛି AB ଇଜ ଇକ୍ୱାଲ୍ ଟୁ CD ଗିଭେନ୍ ଦେଇନି କି ଦୁଇଟା କର୍ଡ ଇକ୍ୱାଲ୍ ବୋଲି ଦେଇନି କି ଆମକୁ ଶୁଭୁଛି ନା ଛୁଆ ଏଇଠି ଦୁଇଟା Yes, କର୍ଡ sir. ଆମକୁ ମୁଁ ଆଉଥରେ ଡାଇଗ୍ରାମଟା ଆଣି ଟିକେ ପକଉଛି ପାଖରେ ଡାଇଗ୍ରାମ ରହିବା ନିହାତି ଦରକାର ଏଠି ଆମକୁ ଏ ଦେଇନି କି ଦେଖାଉଛି ନା ନାହିଁ Yes, sir. ଏଟା given ଦେଇଛି. ଗିଭେନ୍ ଦେଇଛି ତ AB ର ଅଧାଟା ଯେତିକି ହବ CD ର ଅଧାଟା ସେତିକି ହବନି କି ତ AB ର ଅଧାଟାକୁ ଆମେ ଏଠି Yes, PB sir. କହିପାରିବାନି କି
Yes, sir. PB इज इक्वल टू तुम केते हबो CQ हबनी कि बुझिलानी Yes, sir. माने आर लेंथ एइट दिग जेते एइट दिग लेंथ सेते बर्तमान कोन करिया PB और CQ इक्वल हे गेला तो PB रु हमें माइनस करिया केते ना माइनस करिया PR ठीक सेमिति CQ रे भी माइनस करिया PR इक्वल हबनी दुईटा इक्वल जिनस हम जदी इक्वल जिनस माइनस करिया से इक्वल हबो ना नहीं निश्चय इक्वल हबो पॉजिटिव थ्योरी अनुसार पका એટલે PB माइनस PR इज इक्वल टू CQ माइनस PR बदला कौन पकेबा जेहेतु PR और QR इक्वल तो PR बदला मु लिखिबे QR तो PB रु PR गले केते आसीबो PB रु जदी PR पळेबो केते आसीबो BR आछि कि नहीं BR. Yes, sir. सेमति CQ रु QR गले केते आसीबो CQ एटा एटु QR गले केते आसीबो CR अरे एई पार्ट रु टोटल CQ रु एई पार्ट टा पळि जिवो को पार्ट टा QR टा पळि गेला आसीबो केते CR आसिला नै कि तो सेटा हला तो एटा भी Yes, sir. प्रूफ एटा भी गोटे प्रूफ सेगमेंट सोडा समझ ना पिले हेलो Yes, sir. बुझि पारलानी Yes, sir. Yes, बुझिला. sir. त माने एटी से एई लेंथ टा इक्वल कोची कोडा एटा कोची आर सहित इक्वल हबो एवं एटा मध्य आर सहित इक्वल हबो सेति हम कले सेगमेंट्स उडा एटी से जो येलो पार्ट एगुडा सब नो किछ समझ ना नहीं छुआ अरे Yes, sir. ये तो Yes, है sir. No, sir. which if two equal chords of a circle intersect within the circle which prove that the line joining the point of intersection to the center makes equal angles with the chords समझी नहीं कौन खोजी जे दीटा इक्वल chord जदि इंटरसेक्ट करूची within the circle तो सेम जिंस chord दीटा इक्वल सर्कल भीतर से इंटरसेक्ट करिवो कुछ हम प्रूव करिया कोन कुछ लाइनिंग द लाइन जॉइनिंग द पॉइंट ऑफ इंटरसेक्शन मतलब पॉइंट ऑफ इंटरसेक्शन जो लाइन टा जॉइनिंग करिवा that line joining the point of intersection to the center makes the equal angles with the chords अच्छा तो chord माने से इक्वल एंगल फॉर्मेशन करिवो त माने सेम एट एक्चुअली को ए जो एंगल को देखो को एंगल सेम फिगर एक्चुअली एटा जहा से अछि तो एटी को कहूची देखो एटा जहा से अछि हम एटी कोन परपेंडिकुलर ड्रा करिवा ARO. माने सुनो सेंटर सहित ताने जो पॉइंट ऑफ इंटरसेक्शन एटी कोन कोटा पॉइंट ऑफ इंटरसेक्शन एटी सुने कि एटी पॉइंट ऑफ इंटरसेक्शन हो चार तो पॉइंट ऑफ इंटरसेक्शन सहित जो लाइन टा हमें जॉइनिंग करूछन सेंटर सहित सेही लाइन टा कोन करिवो मेक्स इक्वल एंगल्स विथ द कॉर्ड्स से कॉर्ड्स माने के सहित एंगल इक्वल एंगल करिवो त माने एई एंगल टा आर से इक्वल हम बोले हम प्रूव करिया समझि नै को एंगल कथा कहूची अरे Yes, दिस sir. एंगल इज इक्वल टू दिस एंगल टा हम प्रूव करिया अछि बुझना छुआ एटा आज सहित এই অ্যাঙ্গেল সহিত যেমিতি এইটা ইকুয়াল হবো সেই কথা সে কହୁଛି বুঝছি না নাই হবনি সেম জিনিস এইটি ହେଇଯିବ সিপিসিডি অনুসারে এইটি যাহাটা ମୁଁ କଲି এইଠି ସବୁ ସେମ୍ କରିବ ହେଲା କି ନାହିଁ ଏଇ ଯୋଉ ଟ୍ରାଙ୍ଗେଲ ଯେତେବେଳେ ମୁଁ କଂଗ୍ରୁଏନ୍ସ କରିଦଉଛି ନା ତ ଓପିଆର ଆଉ ଯେତେବେଳେ ଓକ୍ୟୁଆର କଂଗ୍ରୁଏନ୍ସ ହେଇଯିବ ଓବିୟସଲି ଏଇ ଆଙ୍ଗେଲ ଗୁଡା ଇକୁଆଲ ହବନି କି କରସ୍ପଣ୍ଡିଂ ସିପିସିଡି ଅନୁସାରେ ଆରେ ପିଲେ Yes, ବୁଝିଲ sir. ନା Yes. এই পার্টটা যাহা ଅଛି সেম ডায়াଗ୍ରାମ ରହିବ ଏଇଟା ଦିକ ହେଲା ନା ନାହିଁ କହିଲି ପିଲେ Yes, sir. এইটা দিক কংগ্रुएंस କରି ସାରିଲା ପରେ 2 नंबर क्वेश्चन ଯାହା ଥିଲା सेम ରହିବ ଏଟାକୁ କଂଗ୍रुएंस କରିଦେଲ ସୁବୁଛି ନା ନାହିଁ କଂଗ୍रुएंस କରି ସାରିଲା ପରେ सिंपल कोन କରିବ तो से एंगल दिटा इक्वल ହେଇଯିବ बुझଛ ना इट इंप्लाइज Yes, sir. Yes, sir. ORP
इज इक्वल टू ओ आर क्यू बाय सीपी सिटी। समझ ना नहीं? कितना बड़ा Yes, sir. सरेगा? Yes, sir. if a line intersect two concentric circles, जदि गोटे लाइन इंटरसेक्ट करिवो काहाकू दीटा concentric circle को इंटरसेक्ट करिवो। concentric circle बुझेइतिली कोन? circles with the same center, जो That सर्कल मानकर सेंटर सेम थिबो। सेंटर टा इक्वल थिबो आ सेंटर टा गोटे पॉइंट समस्त रहिबो ता माने जदि गोटे लाइन इंटरसेक्ट करिवो दीटा concentric circle को कोठी ना ए बी सी रे एंड डी रे, बुझी नहीं? তাহলে prove that AB is equal to CD, বুঝছি না নাই? তাহলে এই টাইপের ডায়াগ্রাম দিস ফিগার बहुत समय যদি ফিগার ন দাও তো বুঝি ফিগার করিয়াটা বুঝি বড় ইম্পর্টেন্ট জিনিস বুঝছি নাই? আচ্ছা লাইনটা এমতি জয়েনিং করছি দেখো, তাহলে এইটি দুইটা কনসেন্ট্রিক সার্কেল, এইটা গোটে কনসেন্ট্রিক, এইটা সার্কেল, এই সার্কেল উভয় সার্কেলের সেন্টার হচ্ছে গোটে। এই যে লাইনটা জয়েনিং করছি যে ডিফরেন্ট সার্কেল এই যে চারটা পয়েন্টর জয়েনিং করছি কোন কହୁଛି আমি প্রুভ করিয়া কোন আর লেন্থ যেতে হবো আর লেন্থ সেতে হবো। বুঝছি কি নাই? এইটা আমরা Yes, কোশ্চেন sir. করেছি অ্যাকচুয়ালি Yes, বড় sir. বার বুঝাইছি এই কোশ্চেন। বুঝি না? আচ্ছা सर सर का डायरेक्ट थ्योरम पढ़ियो ଆଉଥରେ କଣ? जो डायरेक्ट थ्योरम पढ़ियो डायरेक्ट कौन करदेबी सर गोटे कथा कंस्ट्रक्शन देख शुण हबो मो कथा शुण गोटे शुण जो शुण पार्टी करना परपेंडिकुलर ड्रॉ मो कथा शुण। बर्तमान जदि हमें गोटे आउटर सर्कल को चिंता करिया, दिस इज आउटर सर्कल, यस और नो? तले आउटर सर्कल पई Yes, sir. एटा होची इनर सर्कल पई सेम ए जो ए डी टा गोटे कोन एक्चुअली ए डी इज ए कॉर्ड हबो कि नहीं Yes, sir. Yes, sir. फॉर आउटर सर्कल? आउटर सर्कल पे एडी गोटे कॉर्ड हबो, सेमति बीसी गोटे कॉर्ड हबो ना नहीं? BC is a Yes, sir. chord for inner circle बुझले ना पिले? अच्छा जदि बर्तमान सेंटर टा होची ओ एइटु हम एई लाइन को जॉइनिंग करिया तले कोन हबो कोन हबो परपेंडिकुलर ड्रॉ करिया कोन करिया परपेंडिकुलर ड्रॉ तो करिया। एटा बर्तमान पद को काढी आनली बोली एडी गोटे कॉर्ड होची फॉर द आउटर सर्कल, एइटा मानकर ओएम गोटे परपेंडिकुलर ड्रॉ करछन्ती, दिस इज ड्रॉ OM perpendicular to AD कहि परिबा। यदि OM perpendicular to AD हुए तले कोन हो एठी हम कहि परिबा इट इंप्लाइज कोन हो ए M रो लेंथ जेतिकी हबो DM रो लेंथ सेतिकी हबो नि डीएम वाले यस सर बाय सत्य थ्योरम 9.3 सुमछि ना नहीं? यस सर ठीक सेमति BC जदि गोटे कॉर्ड हुए इनर सर्कल पाई तो से हम कोन कहि परिबा एवं ड्रॉ करछन एटा हम ड्रॉ करछन्ती कोन करछन ना OM परपेंडिकुलर जदि AD हुए AD लिखिया एटा लिखिया BC एक्चुअली इनर सर्कल पे BC एटा हम ड्रॉ करछन्ती तले कोन हबो BM रो लेंथ जेतिकी हबो CM रो लेंथ सेति बड हबो नि कि यस बुझिना सर नहीं? अरे पिले यस सर तले एटा को दे इक्वेशन 1 एटा को दे इक्वेशन 1 तले फ्रॉम इक्वेशन 1 हमें कोन जानले फ्रॉम इक्वेशन 1 AM is equal to DM की नहीं AM is equal to DM की नहीं एटा तो इक्वल हबो नि कि
ପିଲେ Yes, sir. ଶୁଭୁଛି କି ନାହିଁ? ବିକଜ ଏ ବଡ ସର୍କଲ ଏଇଟା ହଉଛି ଗୋଟେ କର୍ଡ, ଏଇଟା ପରପେଣ୍ଡିକୁଲାର, ତେଣୁ ଆର ଲେନ୍ ଯେତେ ଆର ଲେନ୍ ସେତିକି ହବ। ତ ଲେଖିଲେ ସେଇଟା ଅସୁବିଧା କଣ ଅଛି? ଇକ୍ୱେସନ 1 ରେ ବର୍ତ୍ତମାନ ଏ ଏମ୍ ରୁ ମାଇନସ୍ କରିବା ଯେତିକି ଡି ଏମ୍ ରୁ ବି ସେତିକି ମାଇନସ୍ କରିବା। ତାହେଲେ କେତେ ମାଇନସ୍ କରିବା? ଉଭୟରୁ ଆମେ ମନେକର ବି ଏମ୍ ମାଇନସ୍ କରିବା। ପ୍ରଥମେ ଏଠୁ ବି ଏମ୍ ମାଇନସ୍ କରିବା, ଏଠୁ ବି ବି ଏମ୍ ମାଇନସ୍ କରିବା। ବୁଝୁଛି ନା ନାହିଁ? ତ ଏମ୍ ମାଇନସ୍ ବି ଏମ୍, ଡି ଏମ୍ ମାଇନସ୍ ବି Yes, ଏମ୍। sir. ଯଦି ବିଏମ୍ ଆଉ ସିଏମ୍ ର ଲେନ୍ଥ ଇକ୍ୱାଲ ଏଇଟା ବି ପାଇନାହାନ୍ତି କି ଏଇଠୁ? ଆରେ ତାହେଲେ ଏମ୍ Yes, sir. ମାଇନସ୍ ବିଏମ୍ ରହିଲେ ଯେତିକି ହବ, ତ ଡିଏମ୍ ମାଇନସ୍ ବିଏମ୍, ବିଏମ୍ ଜାଗାରେ କେତେ ପକେଇବା? ସିଏମ୍ ପକେଇବା। ଶୁଭୁଛି ନା ନାହିଁ? ବୁଝିବନି? Yes, sir. ତ ଏମ୍ ରୁ ବିଏମ୍ ଗଲେ କେତେ ହବ? ଏଇଠୁ ଏତିକି ରୁ ବିଏମ୍ ଟା ପଳେଇଯିବ, ରହିବନି କି ଏ ବିଏମ୍ ର। ଡିଏମ୍ ରୁ Yes, ସେମିତି sir. ସିଏମ୍ ଯିବ, ଡିଏମ୍ ହଉଛି ଏଇଠୁ ଏତିକି, ସେଠୁ ଆମେ ସିଏମ୍ ଏଇଠୁ ପଳେଇଲା, ରହିବନି କି ସିଡି? ତାହେଲେ ଏଥିରେ ଇକ୍ୱାଲ ହେଇଗଲା। ଏତିକି ମୁଁ ପଚାରିଛି ନା, ପ୍ରୁଭଡ୍। ବୁଝିପାରିଲନି? Yes, sir. ବୁଝିଗଲି। ଶୁଭୁଛି ନା ଛୁଆ? Yes, sir. Yes, sir. ଓକେ। Yes, sir. ପୁରା ସମାନ হবে ଏଗୁଡ଼ା ସବୁ ପଢ଼ିବାକୁ। ମେନ୍ ଚାପ୍ଟର ଆଇଲାଣି ସର୍କଲ୍ସ, ନା କଣ ସେଟା କି ଚାପ୍ଟର ଆଇଲାଣି ଆମର? Heron's ଆଜି formula. ଭାଇ ଏତିକି ଥାଉଛ, କଣ କହୁଛ? Yes, sir. Yes, sir. ଆସେନ ଗୋଟେ ନେକ୍ସଟ କ୍ଲାସ୍ ପଟେ 5-6। ଦେଖ ମୁଁ ଯାହାଟା ପ୍ରାକ୍ଟିସ୍ କରୁଛି, ତୁମେ ଆଗରୁ କରିଛ ଯଦି ଭଲ କଥା, ନ କରିଛ ଯଦି ବି କରିଥିଲେ ରିଭିଜନ ହବ। ପ୍ରଥମ କଥା, ନ କରିଥିଲେ ବି ମାଇଣ୍ଡଫୁଲି କର ଏବଂ ପ୍ରାକ୍ଟିସ୍ କର ସେଇଟାକୁ। ଆଜି ଏତିକି ଥାଉ, 4ଟା କ୍ୱେଶ୍ଚନ, କଣ କହୁଛ? Yes, sir. ମୋ କଥା ଟିକେ ଶୁଣ ଛୁଆ, ଆଉ ମେନ୍ ଚାପ୍ଟର ରହିଲାଣି, ବୁଝଛ ନା ନାହିଁ?